दिन 11ଟା। ରାଜଧାନୀର ଏକ ବଡ଼ ବେସରକାରୀ ବ୍ୟାଙ୍କକୁ ଜଣେ ସାଧାରଣ ବୟସ୍କ ଲୋକ ଆସିଥିଲେ, ଯିଏକି ପୁରୁଣା ଧୋତି ଓ ପଞ୍ଜାବୀ ପିନ୍ଧିଥିଲେ। ହାତରେ ଥିଲା ଏକ ଲଫାପା। ଯେମିତି ସେ ବ୍ୟାଙ୍କ ଭିତରକୁ ପଶିଛନ୍ତି, ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କରେ ଥିବା ଗ୍ରାହକମାନେ ତାଙ୍କୁ ଅଜବ ନଜରରେ ଅନାଇବା ଆରମ୍ଭ କରିଦେଲେ। ତାଙ୍କ ନାଁ ଥିଲା ରମେଶ ଚନ୍ଦ୍ର। ଗୋଟିଏ ହାତରେ ବାଡ଼ି ଓ ଅନ୍ୟ ହାତରେ ଥିଲା ଲଫାପା। ଧୀରେ ଧୀରେ ସେ ବ୍ୟାଙ୍କ କାଉଣ୍ଟର ଆଡ଼କୁ ବଢୁଥିଲେ। କାଉଣ୍ଟରରେ ଜଣେ ମହିଳା କର୍ମଚାରୀ ବସିଥିଲେ। ତାଙ୍କ ନାଁ ଥିଲା ସୀମା। ବ୍ୟାଙ୍କରେ ଯେତେ ବି କର୍ମଚାରୀ ଓ ଲୋକ ଥିଲେ, ସମସ୍ତେ ରମେଶ ଚନ୍ଦ୍ରଙ୍କୁ ଅନାଉଥିଲେ। ରମେଶ ଚନ୍ଦ୍ର ସୀମାଙ୍କ ପାଖକୁ ଯାଇ କହିଲେ, କି ଝିଅ, ଟିକେ ଦେଖ ମୋ ଆକାଉଣ୍ଟରେ କ'ଣ ସମସ୍ୟା ହୋଇଛି। ଟଙ୍କା ଦିଆନିଆ ହୋଇପାରୁନି। ଯେମିତି ରମେଶ ଚନ୍ଦ୍ର ଲଫାପାଟି ସୀମା ହାତକୁ ବଢାଇଛନ୍ତି, ସୀମା କହିଲେ କି ମଉସା, ଆପଣ ବୋଧେ ଭୁଲ ବ୍ୟାଙ୍କକୁ ଆସିଯାଇଛନ୍ତି। ମତେ ଲାଗୁଛି ଆପଣଙ୍କ ଖାତା ଏ ବ୍ୟାଙ୍କରେ ନାହିଁ। ହେଲେ ରମେଶ ଚନ୍ଦ୍ର କହିଲେ କି ଝିଅ, ଥରେ ତ ଦେଖିଦିଅ, ବୋଧେ ତମ ବ୍ୟାଙ୍କରେ ମୋ ଖାତା ଥାଇପାରେ। ସେଠୁ ସୀମା ଟିକେ ମୁହଁ ମୋଡ଼ି ଦେଇ କହିଲେ କି ଠିକ ଅଛି ମଉସା, ସମୟ ଲାଗିବ, ତେଣୁ ଅପେକ୍ଷା କରନ୍ତୁ। କହିକି ସେ ଅନ୍ୟ ଲୋକଙ୍କ କାମ କରିବାରେ ଲାଗିଲେ। ଆଉ ରମେଶ ଚନ୍ଦ୍ର ସେଠାରେ ଛିଡ଼ା ହୋଇ ଅପେକ୍ଷା କଲେ। କିଛି ସମୟ ଅପେକ୍ଷା କରିବା ପରେ ପୁଣି କହିଲେ, କି ଝିଅ, ଯଦି ତମେ ବ୍ୟସ୍ତ ଅଛ ତାହେଲେ ଟିକେ ମ୍ୟାନେଜରଙ୍କୁ କହିଦିଅ, ତାଙ୍କ ପାଖରେ ବି ମୋର କାମ ଅଛି। ସେଠୁ ସୀମା ଅନିଚ୍ଛା ସତ୍ତ୍ୱେ ଫୋନ ଲଗାଇ ମ୍ୟାନେଜରଙ୍କୁ କହିଲେ କି ସାର୍, ଜଣେ ବୟସ୍କ ଲୋକ ଆପଣଙ୍କୁ ଦେଖା କରିବାକୁ ଚାହୁଁଛନ୍ତି, କହିବେ ଯଦି ଆପଣଙ୍କ ପାଖକୁ ପଠାଇଦେବି। ସେତେବେଳକୁ ମ୍ୟାନେଜର ବି ରମେଶ ଚନ୍ଦ୍ରଙ୍କୁ ଦେଖୁଥିଲେ। ଜଣେ ସାଧାରଣ ବୁଢ଼ା ଲୋକଙ୍କୁ ଦେଖି ପଚାରିଲେ କି ପ୍ରକୃତରେ କ'ଣ ଇଏ ଆମ କଷ୍ଟମର, ନା ଏମିତି ପଳେଇ ଆସିଛନ୍ତି? ସୀମା କହିଲେ କି ସାର୍, ମୁଁ ତ ଜାଣିନି, ହେଲେ ସେ ଆପଣଙ୍କୁ ଦେଖା କରିବାକୁ କହୁଛନ୍ତି। ସେଠୁ ମ୍ୟାନେଜର କହିଲେ କି ତମେ ଗୋଟେ କାମ କର, ତାଙ୍କୁ ଗୋଟେ ଜାଗାରେ ବସେଇ ଦିଅ, କିଛି ସମୟ ପରେ ସେ ମନକୁ ମନେ ପଳାଇବେ। ଫୋନ ରଖିବା ପରେ ରମେଶ ଚନ୍ଦ୍ରଙ୍କୁ କହିଲେ କି ମଉସା, ଆପଣ ଯାଇକି ୱେଟିଂ ରୁମରେ ଅପେକ୍ଷା କରନ୍ତୁ। କିଛି ସମୟ ପରେ ମ୍ୟାନେଜର ଫ୍ରି ହୋଇଯିବେ, ଆଉ ତାପରେ ତାଙ୍କୁ ଯାଇ ଭେଟି ନେବେ। ସେଠୁ ରମେଶ ଚନ୍ଦ୍ର ଯାଇ ୱେଟିଂ ରୁମର କୋଣରେ ଥିବା ଗୋଟେ ଚେୟାରରେ ବସି ପଡ଼ିଲେ। ଏ ପର୍ଯ୍ୟନ୍ତ ସମସ୍ତେ ରମେଶ ଚନ୍ଦ୍ରଙ୍କ ଆଡ଼କୁ ଅନାଉଥିଲେ, କାରଣ ସମସ୍ତେ ସୁଟ ବୁଟରେ ଥିଲେ। କେବଳ ରମେଶ ଚନ୍ଦ୍ର ପୁରୁଣା ଧୋତି ଓ ପଞ୍ଜାବୀ ପିନ୍ଧି ସେଠାକୁ ଯାଇଥିଲେ। ଆଉ ଦେଖିବାକୁ ବି ଲାଗୁନଥିଲା କି ତାଙ୍କ ଖାତା ସେ ବ୍ୟାଙ୍କରେ ଥିବ ବୋଲି, କାରଣ ସେ ବ୍ୟାଙ୍କରେ କେବଳ ଧନୀ ଲୋକଙ୍କର ଖାତା ରହିଥିଲା। ଏଥିପାଇଁ ରମେଶ ଚନ୍ଦ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ। ସବୁ ଲୋକ ତାଙ୍କ ଆଡ଼କୁ ଅନାଉଥିଲେ, ତାଙ୍କ ବିଷୟରେ ଭିନ୍ନ ଭିନ୍ନ କଥା ହେଉଥିଲେ। ସବୁ କଥା ରମେଶ ଚନ୍ଦ୍ରଙ୍କୁ ଶୁଭୁଥିଲା, ହେଲେ ସେ ଏସବୁ କଥାକୁ ଶୁଣି ନ ଶୁଣିବା ପରି ବସିଥିଲେ। ସେ ଭାବୁଥିଲେ କି କିଛି ସମୟ ଭିତରେ ମ୍ୟାନେଜର ଆସିଲେ ମୁଁ କଥା ହୋଇଯିବି। ସେ ବ୍ୟାଙ୍କରେ ରାକେଶ ନାମକ ଜଣେ ଲୋକ ବି କାମ କରୁଥିଲେ। ସେ ବାହାରୁ ଆସି ଦେଖିବା ବେଳକୁ ଜଣେ ବୟସ୍କ ଲୋକ ୱେଟିଂ ରୁମରେ ବସିଛନ୍ତି, ଆଉ ସବୁ ଗ୍ରାହକ ଓ କର୍ମଚାରୀ ତାଙ୍କ ଆଡ଼କୁ କେମିତି ନଜରରେ ଅନାଉଛନ୍ତି। ଲୋକମାନେ ତାଙ୍କ ବିଷୟରେ ବିଭିନ୍ନ କଥା ହେଉଥିଲେ। କିଏ ତାଙ୍କୁ ଭିକାରୀ କହୁଥିଲେ ତ ଆଉ କିଏ କହୁଥିଲେ କି ଏପରି ଲୋକର ଏ ବ୍ୟାଙ୍କରେ ଆକାଉଣ୍ଟ ନଥିବ, ଏମିତି ଲୋକ ବ୍ୟାଙ୍କରେ ପଶି ଯାଉଛନ୍ତି କେମିତି, ଆଉ ବ୍ୟାଙ୍କ ବାଲା ବି ଏମିତିକା ଲୋକଙ୍କୁ ଭିତରକୁ ଛାଡୁଛନ୍ତି କେମିତି। ସେ ରମେଶ ଚନ୍ଦ୍ରଙ୍କ ପାଖକୁ ଗଲେ। ଆଦର ସମ୍ମାନ ସହକାରେ ପଚାରିଲେ କି ବାବା, କ'ଣ କିଛି କାମ ଥିଲା କି? ବ୍ୟାଙ୍କ କ'ଣ ପାଇଁ ଆସିଛନ୍ତି? କାରଣ ରାକେଶକୁ ଏସବୁ କଥା ଖରାପ ଲାଗୁଥିଲା। ସେଠୁ ରମେଶ ଚନ୍ଦ୍ର କହିଲେ କି ପୁଅ, ମୋର ଟିକେ ମ୍ୟାନେଜରଙ୍କ ପାଖରେ କାମ ଥିଲା, ଅପେକ୍ଷା କରିଛି। ରାକେଶ କହିଲେ କି ବାବା, ଟିକେ ଅପେକ୍ଷା କର, ମୁଁ ମ୍ୟାନେଜରଙ୍କ ସହିତ ଆଉ ଥରେ କଥା ହୋଇଯାଉଛି। ରାକେଶ ମ୍ୟାନେଜରଙ୍କ କ୍ୟାବିନକୁ ଯାଇ ତାଙ୍କୁ ସେ ବୟସ୍କ ଲୋକ ଜଣକ ଅପେକ୍ଷା କରିବା କଥା କହିଲେ। ମ୍ୟାନେଜର କହିଲେ କି ମୁଁ ଜାଣିକି ତାଙ୍କୁ ସେଠାରେ ବସେଇଛି, କିଛି ସମୟ ବସିବା ପରେ ସେ ନିଜେ ସେଠାରୁ ଉଠିକି ପଳାଇବେ। ସେଠୁ ମ୍ୟାନେଜର ରାକେଶକୁ ଅନ୍ୟ ଏକ କାମ ଦେଇ କହିଲେ କି ତମେ ଜଲ୍ଦି ସେ କାମ କର, ଅଯଥା କଥାରେ ମୁଣ୍ଡ ପୁରାଅନି। ରାକେଶ ରମେଶ ଚନ୍ଦ୍ରଙ୍କ ପାଖକୁ ଆସି କହିଲେ ଆପଣ ଅପେକ୍ଷା କରିଥାନ୍ତୁ,
ମ୍ୟାନେଜର ଅଳ୍ପ ସମୟ ଭିତରେ ଆସିବେ। ପୁଣି ସେ ନିଜ କାମରେ ଲାଗିଗଲେ। ରମେଶ ଚନ୍ଦ୍ର ସେଠାରେ ବସି ବସି ଅପେକ୍ଷା କରିବାର 1 ଘଣ୍ଟା ହୋଇଯାଇଥିଲା। ଘଣ୍ଟେ ଧୈର୍ଯ୍ୟ ଧରି ବସିବା ପରେ ଆଉ ସହିପାରିଲେନି। ଛିଡ଼ା ହୋଇ ସିଧା ମ୍ୟାନେଜରଙ୍କ କ୍ୟାବିନ୍ ଆଡ଼କୁ ଗଲେ। ଆଉ ରମେଶ ଚନ୍ଦ୍ରଙ୍କୁ ନିଜ ଆଡ଼କୁ ଆସୁଥିବାର ଦେଖି ମ୍ୟାନେଜର ତାଙ୍କ ସିଟ୍ରୁ ଉଠି ବାହାରକୁ ପଳେଇ ଆସିଲେ। ଆଉ ରମେଶ ଚନ୍ଦ୍ରଙ୍କୁ ପଚାରିଲେ କି, ମଉସା କୁହନ୍ତୁ, କ'ଣ କାମ ଅଛି? ରମେଶ ଚନ୍ଦ୍ର ଲଫାପା ଦେଇ କହିଲେ କି, ପୁଅ ଦେଖ, ଏହା ଭିତରେ ମୋର ବ୍ୟାଙ୍କ ଡିଟେଲ୍ସ ଅଛି, ହେଲେ ମୋ ଆକାଉଣ୍ଟରେ କିଛି ବି ନେଣ ଦେଣ ହୋଇପାରୁନି। ଦେଖିକି ଟିକିଏ କୁହ କି କ'ଣ ଅସୁବିଧା ଅଛି। ଟିକିଏ ଭାବିବା ପରେ ମ୍ୟାନେଜର କହିଲେ କି, ମଉସା ଯଦି ଆକାଉଣ୍ଟରେ ଟଙ୍କା ନଥିବ ତାହେଲେ କିଛି ହୋଇପାରିବନି। ମୁଁ ଭାବୁଛି ତମ ଆକାଉଣ୍ଟରେ ଟଙ୍କା ନଥିବ, ତେଣୁ ଏମିତି ସମସ୍ୟା ହେଉଛି। ସେଠୁ ରମେଶ ଚନ୍ଦ୍ର କହିଲେ କି, ପୁଅ ପ୍ରଥମେ ଆକାଉଣ୍ଟ ଚେକ୍ ତ କରିଦିଅ, ତାପରେ କହିଲେ ସିନା ଠିକ୍ ହେବ। କିଛି ନ ଜାଣି କେମିତି କହିଦେଉଛ? ମ୍ୟାନେଜର ହସି ଦେଇ କହିଲେ କି, ମଉସା ଏଇଟା ମୋର ବର୍ଷ ବର୍ଷର ଅନୁଭୂତି। ତମ ପରି ଲୋକଙ୍କ ମୁଖ ଦେଖି ମୁଁ କହିପାରିବି କି କିଏ କେମିତିକା ଆଉ କାହାର ଆକାଉଣ୍ଟରେ କେତେ ଟଙ୍କା ଥାଇପାରେ। ତମ ଆକାଉଣ୍ଟରେ କିଛି ଟଙ୍କା ନଥିବ, ତେଣୁ ଭଲ ହେବ ଏଠାରୁ ଚାଲିଯାଅ। ସବୁ ଲୋକ ଅଜବ ନଜରରେ ଦେଖୁଛନ୍ତି। ବ୍ୟାଙ୍କରେ ବି ଅଯଥା ପରିସ୍ଥିତି ସୃଷ୍ଟି କର ନାହିଁ। ସେଠୁ ସେ ଲଫାପାକୁ ଟେବୁଲ ଉପରେ ରଖି କହିଲେ କି, ଠିକ୍ ଅଛି ପୁଅ, ମୁଁ ପଳେଇବି, ହେଲେ ତମେ ସେ ଲଫାପାରେ ଯାହା ବି ଡିଟେଲ୍ସ ଲେଖା ହୋଇଛି ପଢ଼ି ନେବ। କହିକି ରମେଶ ଚନ୍ଦ୍ର ସେଠାରୁ ପଳେଇଲେ। କବାଟ ପାଖରେ ପଛକୁ ଅନେଇ କହିଲେ କି, ପୁଅ ଯାହା କଲ ତମକୁ ଏଥିପାଇଁ ଫଳ ଭୋଗିବାକୁ ପଡ଼ିବ। ରମେଶ ଚନ୍ଦ୍ରଙ୍କ କଥା ଶୁଣି ମ୍ୟାନେଜର ଟିକେ ଡରିଗଲେ ସତ, ହେଲେ ଭାବିଲେ କି ରମେଶ ଚନ୍ଦ୍ର ବୋଧେ ରାଗିକି ସେମିତି କହିଦେଇଛନ୍ତି। କିଛି ହେବନି ମ। ସମସ୍ତେ ନିଜ ନିଜ କାମରେ ଲାଗି ପଡ଼ିଲେ। ଅନ୍ୟ ପଟରେ ସେ ଲଫାପା ଟେବୁଲ ଉପରେ ସେମିତି ପଡ଼ି ରହିଥିଲା। ତାପରେ ରାକେଶ ଆସି ସେ ଲଫାପାକୁ ନେଇ ଚାଲିଗଲେ। ଆଉ ଲଫାପାକୁ ଖୋଲି ନିଜ କମ୍ପ୍ୟୁଟରରେ ଖୋଜିବାକୁ ଲାଗିଲେ। ଯେତେବେଳେ ତାଙ୍କ ତଥ୍ୟ କମ୍ପ୍ୟୁଟରରେ ଖୋଜି ପାଇଗଲେ, ଦେଖିକି ତ ଚମକି ପଡ଼ିଲେ। ଆଉ ସାଙ୍ଗେ ସାଙ୍ଗେ ସେ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ। ତାଙ୍କ ମୁଣ୍ଡ ଘୂରିଗଲା। ସେ ଅଧିକ ଜୋର ଦେଇ ପଢ଼ିବାରେ ଲାଗିଲେ। ଆଉ ଅପେକ୍ଷା ନ କରି ଏକ ପ୍ରିଣ୍ଟ କାଢ଼ି ତୁରନ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ପାଖକୁ ଗଲେ। ତ ଆପଣଙ୍କ ମନକୁ ଆସୁଥିବ କି ରାକେଶ ସେ କାଗଜରେ ଏମିତି କ'ଣ ଦେଖିଲେ ଯେ ତାଙ୍କ ମୁଣ୍ଡ ଘୂରେଇ ଦେଲା? ସେଇ କାଗଜରେ ରମେଶ ଚନ୍ଦ୍ରଙ୍କର ପରିଚୟ ଥିଲା। ଆଉ ସେ ପରିଚୟ ଜାଣିବା ପରେ ରାକେଶ ମୁଣ୍ଡରେ ହାତ ଦେଇଦେଲେ। ତେବେ କିଏ ଥିଲେ ସେ ଧୋତି ପିନ୍ଧା ରମେଶ ଚନ୍ଦ୍ର? ଆପଣ ବି ତାଙ୍କ ପରିଚୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେଣୁ ଆଗକୁ କାହାଣୀରେ ଟ୍ୱିଷ୍ଟ ଆସିବାର ଅଛି। କାହାଣୀ ପୁରା ଇଣ୍ଟରେଷ୍ଟିଂ ହେବାର ଅଛି। ତେଣୁ ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ। ସେତେବେଳକୁ ମ୍ୟାନେଜର ଜଣେ ଧନୀ ଲୋକଙ୍କୁ ଭିନ୍ନ ଭିନ୍ନ ସ୍କିମ୍ ବିଷୟରେ ବୁଝାଉଥିଲେ। ରାକେଶ କ୍ୟାବିନ୍ ଭିତରକୁ ଗଲେ। ମ୍ୟାନେଜର ତାଙ୍କୁ ଇସାରା କରି ପଚାରିଲେ କି, ତମେ କ'ଣ ପାଇଁ ପୁଣି ଆସିଛ? ରାକେଶ ଇସାରାରେ କହିଲେ କି, ଏଇଟା ସେ ମଉସାଙ୍କ ବ୍ୟାଙ୍କ ଡିଟେଲ୍ସ, ଆଉ ଆପଣ ତାଙ୍କୁ ଏମିତି ପଠେଇଦେଲେ। ଆପଣ ସାଙ୍ଗେ ସାଙ୍ଗେ ଥରୁଟିଏ ଏହା ଉପରେ ନଜର ପକାନ୍ତୁ। ଏତିକି କହି ସେ କାଗଜ ମ୍ୟାନେଜରଙ୍କ ଟେବୁଲ ଉପରେ ରଖିଦେଲେ। ସେଠୁ ମ୍ୟାନେଜର ସେ ଧନୀ ଲୋକଙ୍କୁ ଟିକେ ଅଟକାଇ କହିଲେ କି, ଦେଖ ରାକେଶ, ଆମ ପାଖରେ ଏମିତି ସେମିତି ଲୋକଙ୍କ ପାଇଁ ସମୟ ନାହିଁ। ସେଠୁ ରାକେଶ କହିଲେ କି, ସାର୍ ଥରୁଟିଏ ତ ସେ କାଗଜ ଉପରେ ନଜର ପକାନ୍ତୁ। ହେଲେ ମ୍ୟାନେଜର ବେଖାତିର ଢଙ୍ଗରେ କହିଲେ କି, ମତେ ଏମିତି କାଗଜପତ୍ର ଦେଖିବାର ନାହିଁ କି ସେମିତି କଷ୍ଟମର ସହିତ କଥା ହେବାର ନାହିଁ। କହିକି ସେ କାଗଜକୁ ମ୍ୟାନେଜର ପୁଣି ରାକେଶ ହାତରେ ଧରାଇ ଦେଲେ। ଆଉ ନିଜ କାମରେ ଲାଗିଗଲେ। ବ୍ୟାଙ୍କର ମାହୋଲ ଏବେ ଠିକ ହୋଇଯାଇଥିଲା। ଆଉ ଏହା ଭିତରେ ଅପରାହ୍ନ ହୋଇଯାଇଥିଲା। ସେ ଦିନ ବିତିଗଲା। ପରଦିନ ଠିକ ସେହି ସମୟରେ ରମେଶ ଚନ୍ଦ୍ର ଜଣେ ସୁଟ ବୁଟ ପିନ୍ଧା ଲୋକଙ୍କ ସହିତ ଆସି ବ୍ୟାଙ୍କରେ ପହଞ୍ଚିଗଲେ। ସୁଟ ବୁଟ ପିନ୍ଧା ସେ ଲୋକ ହାତରେ ଗୋଟିଏ ବ୍ରିଫ କେସ୍ ଥିଲା। ସେଠୁ ସେମାନେ ମ୍ୟାନେଜରଙ୍କୁ ହାତ ଠାରି ଡାକିଲେ। ମ୍ୟାନେଜର କ୍ୟାବିନରୁ ବାହାରିଲେ। ରମେଶ ଚନ୍ଦ୍ର କହିଲେ କି, କାଲି ମୁଁ ତମକୁ କହିଥିଲି କି ଏହି ଘଟଣା ତମ ଉପରେ ଭାରି ପଡ଼ିବ। ତମେ ମୋ ସହିତ ଯାହା କଲ
କେବେ ବି ବରଦାସ୍ତ କଲା ପରି ନୁହେଁ। ତମେ ଏବେ ଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ହୋଇଯାଅ। ଶୁଣିକି ମ୍ୟାନେଜର ଟିକେ ଚିନ୍ତାରେ ପଡ଼ିଗଲେ। କହିଲେ, ଇଏ କିଏ ଆଉ ପୁଣି ଏମିତି କଥା କାହିଁକି କହୁଛି? ଭାବୁ ଭାବୁ ରମେଶ ଚନ୍ଦ୍ର କହିଲେ କି, ତମକୁ ଏବେ ମୁଁ ସସ୍ପେଣ୍ଡ କରୁଛି। ତମ ଜାଗାରେ ରାକେଶକୁ ମ୍ୟାନେଜର ଘୋଷଣା କରୁଛି। ତମକୁ ଫିଲ୍ଡକୁ ପଠାଇ ଦିଆଯିବ। ସେଠାରେ ପ୍ରଥମେ ଲୋକଙ୍କ ସହିତ ମିଶି ନିଜର ବ୍ୟବହାର ବଦଳାଇବ। ଶୁଣିକି ମ୍ୟାନେଜର ଡରିଗଲେ ଆଉ କହିଲେ, ସାର୍, ମୁଁ ଆପଣଙ୍କୁ ଚିହ୍ନି ପାରିଲିନି। କିଏ ଆପଣ? ସେଠୁ ରମେଶ ଚନ୍ଦ୍ର କହିଲେ, ମୁଁ ଏ ବ୍ୟାଙ୍କର ମାଲିକ। ମୋର ଏଠାରେ 60% ସେୟାର ଅଛି। ତେଣୁ ମୁଁ ଚାହିଁଲେ ତମକୁ ତମ ପଦରୁ ହଟାଇ ପାରିବି। ମାଲିକ? ବ୍ୟାଙ୍କ ମାଲିକ ଶୁଣିବା ପରେ ମ୍ୟାନେଜର କାହିଁକି, ସବୁ କର୍ମଚାରୀ ଓ ଉପସ୍ଥିତ ଥିବା ସବୁ ଗ୍ରାହକ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼କୁ ଅନାଇଲେ। ଜଣେ ମହିଳା ଧୋତି କୁର୍ତ୍ତା ପିନ୍ଧା ଲୋକ ଏପରି ବଡ଼ ବ୍ୟାଙ୍କରେ ମାଲିକ ହେଲେ କେମିତି? କିଛି ସମୟ ଭିତରେ ରମେଶ ଚନ୍ଦ୍ରଙ୍କ ସାଥିରେ ଆସିଥିବା ସେ ଲୋକ ବ୍ରିଫକେସ୍ ଖୋଲି 2ଟି ଚିଠି କାଢ଼ିଲେ। ଗୋଟିଏ ମ୍ୟାନେଜରଙ୍କୁ ପଢ଼ାଇ ଦେଲେ ଆଉ କହିଲେ, ଏଟା ତମ ଚିଠି। ତମକୁ ମ୍ୟାନେଜର ପଦରୁ ହଟେଇ ଫିଲ୍ଡକୁ ପଠାଗଲା। ଆଉ ଗୋଟିଏ ଚିଠି ରାକେଶ ହାତରେ ଧରି ଦେଇ କହିଲେ କି, ଆଜିଠାରୁ ତମେ ବ୍ୟାଙ୍କର ମ୍ୟାନେଜର। ଚିଠି ପାଇବା ପରେ ମ୍ୟାନେଜରଙ୍କ ଅକଲ ଠିକାନାକୁ ଚାଲି ଆସିଲା। ସାଙ୍ଗେ ସାଙ୍ଗେ ହାତ ଯୋଡ଼ି ରମେଶ ଚନ୍ଦ୍ରଙ୍କୁ କହିଲେ କି, ସାର୍, ମତେ କ୍ଷମା କରିଦିଅନ୍ତୁ। ହେଲେ ରମେଶ ଚନ୍ଦ୍ର କହିଲେ କି, ତମକୁ କାହିଁକି କ୍ଷମା କରାଯିବ? ତମେ ମୋ ସହିତ ଯେଉଁ ବ୍ୟବହାର କଲ ସେଇଟା ଆମ ବ୍ୟାଙ୍କ ରୁଲର ଖିଲାପ କରୁଛି। ତମେ କଣ ଆମ ବ୍ୟାଙ୍କ ପଲିସି ପଢିନ? ଏଠାରେ ଗରିବ ଓ ଧନୀଙ୍କ ଭିତରେ କିଛି ବି ଫରକ ଦେଖାଯିବନି। ଧନୀ ବି ଏଠାରେ ନିଜର ଖାତା ଖୋଲି କାରବାର କରିପାରିବେ ଆଉ ଗରିବ ବି ଏଠାରେ ଖାତା ଖୋଲି ନିଜର କାମ କରିପାରିବେ। ସମସ୍ତଙ୍କ ସହିତ ସମାନ ବ୍ୟବହାର କରାଯିବ। ଆଉ ଯଦି କିଏ ବି ଏହି ନିୟମର ଉଲ୍ଲଂଘନ କରିବେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ତମକୁ ତ ଚାକିରିରୁ ବାହାର କରିଦେବା କଥା, ହେଲେ ତମ ଉପରେ ଦୟାକରି ମୁଁ ଖାଲି ମ୍ୟାନେଜର ପୋଷ୍ଟରୁ ହଟାଉଛି। ମତେ ନେଇ ତମ ମନରେ ଯାହା ପ୍ରଶ୍ନ ଉଠିଲା ଆଉ ତମେ ମୋ ସହିତ ଯେମିତି ବ୍ୟବହାର କଲ, ଆଜିଠାରୁ କାହା ସହିତ ବି ସେମିତି କରିବନି। ରାକେଶ ଆସି ମତେ ପଚାରିବା ସହିତ ମତେ ସାହାଯ୍ୟ କରିବାକୁ ଚେଷ୍ଟା କଲେ। ତେଣୁ ସେ ମ୍ୟାନେଜର ପୋଷ୍ଟ ପାଇଁ ହକଦାର। ଫଳରେ ଗ୍ରାହକଙ୍କୁ ପ୍ରକୃତ ସେବା ମିଳିପାରିବ। ଆଉ ଆଗକୁ କେଉଁ ଗ୍ରାହକଙ୍କ ପୋଷାକକୁ ଦେଖି ଯେମିତି ତାଙ୍କୁ ବ୍ୟବହାର କରା ନ ଯାଉ। ସେଠୁ ରମେଶ ଚନ୍ଦ୍ର ସୀମାକୁ ଡାକି ତାଗିଦ କଲେ। କହିଲେ, ତମର ଏଇଟା ପ୍ରଥମ ଭୁଲ ବୋଲି ଭାବିକି ମୁଁ କ୍ଷମା କରିଦେଉଛି। ଆଗକୁ ଯେମିତି ପୋଷାକ ଦେଖିକି ସେ ଲୋକକୁ ବ୍ୟବହାର ନ କର। ଯଦି ତମେ କାଲି ମତେ ଠିକରେ ବ୍ୟବହାର କରିଥାନ୍ତ ତାହେଲେ ମତେ ମ୍ୟାନେଜର ପାଖକୁ ଯିବାକୁ ପଡ଼ିନଥାନ୍ତା। ସୀମା ହାତ ଯୋଡ଼ି କ୍ଷମା ମାଗିଲେ। କହିଲେ, ସାର୍, ମତେ କ୍ଷମା କରିଦିଅନ୍ତୁ। ଆଗକୁ ଜମା ଏମିତି ହେବନି। ସେଠୁ ରମେଶ ଚନ୍ଦ୍ର ସେଠାରୁ ବାହାରି ଗଲେ ଆଉ ଯିବା ସମୟରେ କହିଲେ କି, ତମ ସମସ୍ତଙ୍କୁ ରାକେଶଙ୍କ ଠାରୁ ବହୁତ କିଛି ଶିଖିବାକୁ ପଡ଼ିବ। ରମେଶ ଚନ୍ଦ୍ର ସେଠାରୁ ଚାଲିଯିବା ପରେ ବି କାହାରି ପାଟିରୁ କଥା ବାହାରୁ ନଥିଲା। ସମସ୍ତେ ଖାଲି ସେ କଥା ଭାବୁଥିଲେ। ରମେଶ ଚନ୍ଦ୍ରଙ୍କର ଏ କାରନାମା ଚାରିଆଡ଼େ ବ୍ୟାପି ଯାଇଥିଲା। ସମସ୍ତେ ତାଙ୍କୁ ପ୍ରଶଂସା କରୁଥିଲେ ଆଉ କହୁଥିଲେ କି, ମାଲିକ ହେବ ତ ଏମିତି। ତ କାହାଣୀ ଏତିକି ଥିଲା। ରମେଶ ଚନ୍ଦ୍ରଙ୍କର ଏ କାରନାମା ସମ୍ପର୍କରେ ଆପଣ କମେଣ୍ଟ ବକ୍ସରେ ମତ ଦେବେ। ନିଜ ନାଁ ଓ ଜାଗା ନାଁ ଦେଲେ ପ୍ରଥମ 20 ଜଣଙ୍କ ନାଁ ପର ଭିଡିଓରେ ଘୋଷଣା ହେବ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିଦେଇ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଆଉ ବେଲ୍ ଆଇକନକୁ ବି ଅନ୍ କରିଦେବେ। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।